ଆଜିର କାଳାଂଶକୁ ସ୍ୱାଗତ। ଆଜି ଆମେ ଚତୁର୍ଥ ଶ୍ରେଣୀ ଆମେ ଓ ଆମ ପରିବେଶ ବହିର ନବମ ଅଧ୍ୟାୟ ଉଦ୍ଭିଦର ବିଭିନ୍ନ ଅଂଶର କାର୍ଯ୍ୟର ପାଠର ଅଭ୍ୟାସ ପ୍ରଶ୍ନକୁ ଆମେ ଆଲୋଚନା କରିବା। ତେଣୁ ପିଲାମାନେ ଆରମ୍ଭରୁ ଶେଷ ଯାଏଁ ଏହି ଭିଡ଼ିଓଟିକୁ ଦେଖି ବୁଝିବା ପାଇଁ ଚେଷ୍ଟା କର। ତେବେ ଆସ ପିଲାମାନେ ଏହି ଅଭ୍ୟାସ କାର୍ଯ୍ୟ ଆମେ କରିବା। 1 ନମ୍ବରରେ ଅଛି ଉଦ୍ଭିଦର ବିଭିନ୍ନ ଅଂଶ। ଉଦ୍ଭିଦର କେଉଁ ଅଂଶ ନିମ୍ନ କାର୍ଯ୍ୟ ଗୁଡ଼ିକ କରିଥାଏ? କ. ମାଟିରୁ ଜଳ ଶୋଷଣ କରେ। ଏହାର ଉତ୍ତର ହେବ ମୂଳ। ମୂଳ ମାଟିରୁ ଜଳ ଶୋଷଣ କରେ। ତେଣୁ ଏଠି ଆମେ ମୂଳ ଲେଖିବା। ଗଛ ପାଇଁ ଖାଦ୍ୟ ପ୍ରସ୍ତୁତ କରେ। ପତ୍ର। ଏଠି ଆମେ ଲେଖିବା ପତ୍ର। ଗଛ ପାଇଁ ପତ୍ର ଖାଦ୍ୟ ପ୍ରସ୍ତୁତ କରେ। ଗ. ଚେର ଦ୍ୱାରା ଶୋଷିତ ଜଳକୁ ପତ୍ର ପାଖକୁ ପଠାଏ। କାଣ୍ଡ। ଏଠି ଆମେ ଲେଖିବା କାଣ୍ଡ। ତାପରେ ଫଳ ହେବାରେ ସାହାଯ୍ୟ କରେ। ଫୁଲ। ଏଠି ଲେଖିବା ଫୁଲ। ଫଳ ହେବାରେ ସାହାଯ୍ୟ କରେ। ଫୁଲ। ପ୍ରଥମେ ଫୁଲ ତାପରେ ଫଳ। ତାପରେ 2 ନମ୍ବର, ନୂଆ ଗଛ ସୃଷ୍ଟି ହେଉଥିବା ଗଛର ନାମ ତଳ ସାରଣୀରୁ ଲେଖ। ମୂଳ ବା ଚେରରୁ କେଉଁ ଗଛ ସୃଷ୍ଟି ହୁଏ? ଏଠି ଆମେ ଲେଖିବା ମୂଳରୁ ଚେରରୁ ବର। ଏଠି ଆମେ ଲେଖିବା ବର। ଆମ୍ବ। ବର, ଆମ୍ବ, କଦଳୀ। ଏହା ମୂଳରୁ ଗଛ ସୃଷ୍ଟି ହୋଇଥାଏ। କଦଳୀ। ତାପରେ କାଣ୍ଡରୁ ଅଦା, ସାରୁ। ଅଦା, ସାରୁ, ଆଖୁ, ଗୋଲାପ। ପତ୍ରରୁ ଅମରପୋଇ। ଅମରପୋଇ ପତ୍ରରୁ ସୃଷ୍ଟି ହୋଇଥାଏ। ମଞ୍ଜିରୁ ମୁଗ, ବିରି, ଧାନ, କୋଳଥ, ମଟର ଆଦି ମଞ୍ଜିରୁ ସୃଷ୍ଟି ହୁଏ। 3 ନମ୍ବର ପ୍ରଶ୍ନ, ଖାଦ୍ୟ ସଞ୍ଚିତ ହୋଇ ରହୁଥିବା ଗଛ ଗୁଡ଼ିକର ନାମ ତଳ ସାରଣୀରେ ଲେଖ। ପ୍ରତ୍ୟେକରୁ 2ଟି ଲେଖାଏ। ପତ୍ରରେ ଲେଖିବା ପତ୍ରରେ କ'ଣ ତିଆରି ହେଉଛି? ଖାଦ୍ୟ ସଞ୍ଚିତ ହୋଇଥାଏ। ବନ୍ଧାକୋବି, ସପ୍ତଫେଣି। ପତ୍ରରେ ସପ୍ତଫେଣି, ବନ୍ଧାକୋବି। ମୂଳରେ ଗାଜର ଆଉ ମୂଳା। ମଞ୍ଜିରେ ନଡ଼ିଆ, ଚିନାବାଦାମ। ଫଳରେ କଦଳୀ, ସପୁରୀ। ତାପରେ କାଣ୍ଡରେ ଅଦା, ସାରୁ। ଫୁଲରେ ଫୁଲକୋବି। 4 ନମ୍ବର ପ୍ରଶ୍ନ, ମୂଳ ମାଟିରୁ ଜଳ ଶୋଷଣ କରେ। ଏହା ଜାଣିବା ପାଇଁ ଚିତ୍ର ସହ ପରୀକ୍ଷାଟିଏ କର। ଏଠି ଆମେ ମୂଳ ମାଟିରୁ ଜଳ ଶୋଷଣ କରେ ଏହା ଜାଣିବା ପାଇଁ ଚିତ୍ର ସହ ପରୀକ୍ଷାଟିଏ କରିବା। ଗୋଟିଏ ଗ୍ଲାସରେ କିଛି ଅଳତା ମିଶା ପାଣି ନେବା। ଚେରକୁ ନ ଛିଣ୍ଡାଇ ଗୋଟିଏ ଧଳା ଖଡ଼ା ବା ହରଗୌରା ଗଛ ନେବା। ଗୋଟେ ଧଳା ଖଡ଼ା କିମ୍ବା ହରଗୌରା ଗଛକୁ ନେବା। ଚେରକୁ ପରିଷ୍କାର ଭାବରେ ଧୋଇଦେବା। ଗଛର ମୂଳକୁ ଗ୍ଲାସର ପାଣିରେ ବୁଡ଼ାଇ ରଖିବା। କିଛି ସମୟ ପରେ ଗଛକୁ ଭଲ ଭାବରେ ଲକ୍ଷ୍ୟ କରିବା। ସେଥିରୁ ଜାଣିବା ଗଛଟି କେତେକ ଅଂଶ ଲାଲ ହୋଇଯାଇଛି। ଗ୍ଲାସରେ ଥିବା ଅଳତା ପାଣି ମୂଳ ବାଟେ ବିଭିନ୍ନ ଅଂଶକୁ ଯାଇଛି। ଏଥିରୁ ଜାଣି ହୁଏ ମୂଳ ମାଟିରୁ ଜଳ ଶୋଷଣ କରେ। ମୂଳ ମାଟିରୁ ଜଳ ଶୋଷଣ କରେ ବୋଲି ଆମେ ଜାଣିପାରିବା। 5 ନମ୍ବର ପ୍ରଶ୍ନ, ଗଛର ପତ୍ର କିପରି ଖାଦ୍ୟ ପ୍ରସ୍ତୁତ କରେ ଲେଖ। ଏଠି ଆମେ ଲେଖିବା
ସୂର୍ଯ୍ୟାଲୋକ ଉପସ୍ଥିତିରେ ଗଛର ପତ୍ରରେ ଥିବା ସବୁଜ କଣିକା ବାୟୁମଣ୍ଡଳରୁ ଅଙ୍ଗାରକାମ୍ଳ ଓ ମୂଳ ଶୋଷଣ କରୁଥିବା ଜଳ ବ୍ୟବହାର କରି ଖାଦ୍ୟ ଶ୍ୱେତସାର ଖାଦ୍ୟ ପ୍ରସ୍ତୁତ କରିଥାଏ। 6 ନମ୍ବର ପ୍ରଶ୍ନ। 6 ନମ୍ବର ପ୍ରଶ୍ନ, ଏଠି ଦୁଇଟି ଛବି ଦେଖୁଛ। ଏ ଛବି ଦେଖି ଆମେ କିଛି ଉତ୍ତର କହିବା। ଉପରେ ଦିଆଯାଇଥିବା ଚିତ୍ର ଦୁଇଟି ମଧ୍ୟରୁ ତୁମ ପାଇଁ କେଉଁ ପରିବେଶଟି ଭଲ ଲାଗେ ଓ କାହିଁକି? ଆମେ ଲେଖିବା ଏଠି ଗଛଲତା ନାହିଁ, ଗଛଲତା ଏଠି ନାହିଁ, କିନ୍ତୁ ଏଠି ଗଛଲତା ଭରପୁର ଆଉ ସବୁଜ ବର୍ଣ୍ଣ ଧାରଣ କରିଥାଏ। ଲେଖିବା ପ୍ରଥମ ପରିବେଶ ଭଲ, କାରଣ ପ୍ରଥମ ଚିତ୍ରରେ ଡାଳ ପତ୍ର ଅଛି। ଏହି ଗଛ ଗୁଡ଼ିକ ଅଙ୍ଗାରକାମ୍ଳ ବାୟୁମଣ୍ଡଳରୁ ଅମ୍ଳଜାନ ଛାଡ଼ିଥାଏ ଏବଂ ଅଙ୍ଗାରକାମ୍ଳ ବାଷ୍ପକୁ ଗ୍ରହଣ କରିଥାଏ। ସବୁଜ ପତ୍ର ଥାଏ ଏବଂ ସବୁଜ ଦେଖାଯାଏ, ତେଣୁ ସେ ବାୟୁମଣ୍ଡଳକୁ ଅମ୍ଳଜାନ ଦିଏ ଏବଂ ସିଏ ଗ୍ରହଣ କରିବା ପାଇଁ ଅଙ୍ଗାରକାମ୍ଳ ନିଏ। 7 ନମ୍ବର ପ୍ରଶ୍ନ। ଉପରେ ଦିଆଯାଇଥିବା ଚିତ୍ର ଦୁଇଟି ମଧ୍ୟରୁ ତୁମ ପାଇଁ କେଉଁ ପରିବେଶଟି ଭଲ ଲାଗିବ, କାହିଁକି? ତାକୁ ଲେଖିବା। ଗଛକୁ କାହିଁକି ପୃଥିବୀର ପ୍ରାକୃତିକ ଶୀତଳୀକରଣ ଯନ୍ତ୍ର କୁହାଯାଏ? ଏହାର ଉତ୍ତର ଲେଖିବା। 50ଟି ପତ୍ର ଥିବା ଉଦ୍ଭିଦ ଦିନକୁ ପ୍ରାୟ 1 ଲିଟର ଜଳ ବାଷ୍ପ ଆକାରରେ ବାୟୁମଣ୍ଡଳକୁ ଛାଡ଼େ। ବାୟୁମଣ୍ଡଳରେ ଅଧିକ ଜଳୀୟ ବାଷ୍ପ ରହିଲେ ବାୟୁମଣ୍ଡଳ ଥଣ୍ଡା ରହେ, ତେଣୁ ଗଛକୁ ପୃଥିବୀର ଶୀତଳୀକରଣ ଯନ୍ତ୍ର ବୋଲି କୁହାଯାଏ। ଆଶା କରୁଛି ଏହି ଭିଡ଼ିଓଟି ଭଲ ଲାଗିଥିବ। ଯଦି ଭଲ ଲାଗିଛି ଲାଇକ୍ କରିବେ, ସେୟାର କରିବେ ଏବଂ କମେଣ୍ଟ ସେକ୍ସନରେ କମେଣ୍ଟ କରିବେ।